ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମହତ୍ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 16 ଅଧ୍ୟାୟର 22 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ କହନ୍ତି, ସେହିପରି ତୁମେମାନେ ବର୍ତ୍ତମାନ ଦୁଃଖ ପାଉଅଛ, କିନ୍ତୁ ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି, ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମମାନଙ୍କଠାରୁ ତୁମମାନଙ୍କର ଆନନ୍ଦ ହରଣ କରିବ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣ ଶିଷ୍ୟମାନଙ୍କୁ କହନ୍ତି, ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ। ପାପୀ ମାନବ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଦେହବନ୍ତ ହେଲେ, ମନୁଷ୍ୟର ପାପ ଆପେ ବହନ କରି କ୍ରୁଶରେ ବଳିଦାନ ହେଲେ ଆଉ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ପୁଣି ଈଶ୍ୱରଙ୍କ ସହିତ ମିଳିତ ହୋଇ ତାହାଙ୍କ ସହ ସର୍ବଦା ରହେ। ଏଥିପାଇଁ ପ୍ରଭୁ ଯୀଶୁ ନିଶ୍ଚୟତା ଦେଇ କହନ୍ତି, ମୁଁ ପୁନର୍ବାର ତୁମମାନଙ୍କୁ ଦର୍ଶନ ଦେବି ଆଉ ତୁମମାନଙ୍କ ହୃଦୟ ଆନନ୍ଦିତ ହେବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ନିଶ୍ଚୟତା ଏହି ଜଗତରେ ଆମମାନଙ୍କ କ୍ଲେଶ ଓ ଦୁଃଖରେ ମଧ୍ୟ ଧୈର୍ଯ୍ୟ ପ୍ରଦାନ କରେ। ପୁଣି ତାହାଙ୍କ ଆଗମନରେ ଆମକୁ ଶାନ୍ତି ମିଳେ। ପୁଣି ତାହାଙ୍କର ଠାରେ ତାଙ୍କ ପୁତ୍ର ପ୍ରଭୁଙ୍କଠାରେ ସର୍ବୋତ୍ତମ ଓ ସତତ ଆନନ୍ଦ ପ୍ରଦାନ କରେ। ଏହି ସତ୍ୟ ହୃଦୟଙ୍ଗମ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଆପଣ ମଧ୍ୟ ଏହି ଆନନ୍ଦ ପ୍ରାପ୍ତ ହୁଅନ୍ତୁ। ଈଶ୍ୱରଙ୍କଠାରେ ଏହି ଆମର ପ୍ରାର୍ଥନା।